ସମସ୍ତଙ୍କୁ ମୋର ନମସ୍କାର, ସ୍ୱାଗତ। ଆଶା କରୁଛି ସମସ୍ତେ ଭଲରେ ଥିବେ। ଆଜି ଆମେ OTETର ପେପର୍ 1 ପେପର୍ 2 ପାଇଁ ଯେଉଁ ଓଡ଼ିଆ ପେଡ଼ାଗୋଜି ଆସୁଛି ତାର କିଛି ପ୍ରଶ୍ନ ଆମେ ଆଜି ଆଲୋଚନା କରିବା। ପ୍ରଥମ ପ୍ରଶ୍ନ ହେଲା, ଭାଷା ମାଧ୍ୟମରେ କ'ଣ ପ୍ରକାଶ ପାଏ? ଭାଷା ମାଧ୍ୟମରେ କ'ଣ ପ୍ରକାଶ ପାଏ? ଅପସନ୍ ନମ୍ବର ଏ ହେଲା ଭାବ, ବି ଅର୍ଥ, ସି ମାନବ, ଡି ଶବ୍ଦ। ଭାଷା ମାଧ୍ୟମରେ ଆମର ଭାବ ପ୍ରକାଶ ପାଇଥାଏ। ଅପସନ୍ ନମ୍ବର ଇ। ନେକ୍ସଟ କ୍ୱେଶ୍ଚନ୍, ମାନବ ସମାଜ ପାଇଁ ଭଗବାନଙ୍କର ସର୍ବଶ୍ରେଷ୍ଠ ବରଦାନ କ'ଣ? ଅପସନ୍ ନମ୍ବର ଏ ମନ, ବି ଭାବ, ସି ଭାଷା, ଡି ଅଧିକାର। ଏହାର କରେକ୍ଟ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ସି ଭାଷା। ମାନବ ସମାଜ ପାଇଁ ଭଗବାନଙ୍କର ସର୍ବଶ୍ରେଷ୍ଠ ବରଦାନ ଭାଷା। ନେକ୍ସଟ କ୍ୱେଶ୍ଚନ୍, ମନୁଷ୍ୟମାନଙ୍କ ମଧ୍ୟରେ ପରସ୍ପର ଭାବ ବିନିମୟର ସହାୟକ ସଂକେତମାନଙ୍କ ବ୍ୟବସ୍ଥାକୁ କ'ଣ କୁହାଯାଏ? ଅପସନ୍ ନମ୍ବର ଏ ଧ୍ୱନି, ବି ଭାଷା, ସି ଅର୍ଥ, ଡି ଶବ୍ଦ। ଏହାର କରେକ୍ଟ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି ଭାଷା। ଭାଷା ଶବ୍ଦଟି କେଉଁ ମୂଳ ଧାତୁରୁ ସୃଷ୍ଟି ହୋଇଛି? ଅପସନ୍ ନମ୍ବର ଏ ଭାଷ, ବି ଭାଷ, ସି ଭାଷ, ଡି ଭ୍ରାସ। ଭାଷ ବ୍ୟକ୍ତୟାଂ ବାଚି इति ସଂସ୍କୃତି अपि अस्ति। ସଂସ୍କୃତରେ ଅଛି ଭାଷ ବ୍ୟକ୍ତୟାଂ ବାଚି, ମାନେ ଆମେ ଯେଉଁଟା ବ୍ୟକ୍ତ କରୁଛୁ ସେଇଟା ହେଲା ଭାଷା। ତ ଅପସନ୍ ନମ୍ବର ସି ହେଇଯିବ ଏହାର କରେକ୍ଟ ଆନ୍ସର୍। ନେକ୍ସଟ କ୍ୱେଶ୍ଚନ୍ ଦେଖିବା 5 ନମ୍ବର, ଭାଷା ମନୁଷ୍ୟର କେଉଁଠାରୁ ଉଚ୍ଚାରିତ ହୁଏ? ଭାଷା ଆମର ଗଳାରୁ, ଚିନ୍ତାରୁ, ମୁଖରୁ, ଭାବରୁ। ଏହାର କରେକ୍ଟ ଆନ୍ସର୍ ହେଇଯିବ ମୁଖରୁ। ଭାଷା ଆମର ମୁଖରୁ ବାହାରିଥାଏ। 6 ନମ୍ବର କ୍ୱେଶ୍ଚନ୍, ବିଭିନ୍ନ ଧ୍ୱନିର ମିଳନରେ କ'ଣ ସୃଷ୍ଟି ହୁଏ? ଶବ୍ଦ, ଜ୍ଞାନ, ଚିନ୍ତା, ଭାଷା। ବିଭିନ୍ନ ଧ୍ୱନିର ମିଳନରେ ଆମର କ'ଣ ସୃଷ୍ଟି ହୁଏ? 6 ନମ୍ବର କରେକ୍ଟ ଆନ୍ସର୍ ହେଇଯିବ ଡି ଭାଷା ସୃଷ୍ଟି ହୁଏ। ନେକ୍ସଟ କ୍ୱେଶ୍ଚନ୍ 7, ସାଧାରଣତଃ ଭାଷାର କେତୋଟି ରୂପ ରହିଛି? 1ଟି, 3ଟି, 2ଟି, 6ଟି। 7 ନମ୍ବରର କ୍ୱେଶ୍ଚନ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ସି 2ଟି। ନେକ୍ସଟ କ୍ୱେଶ୍ଚନ୍ 8 ନମ୍ବର, କେଉଁ ଭାଷା ମନୁଷ୍ୟର ଜନ୍ମରୁ ଅଧିକୃତ ନୁହେଁ? କେଉଁ ଭାଷା ମନୁଷ୍ୟର ଜନ୍ମରୁ ଅଧିକୃତ ନୁହେଁ? ଏ ଇଂରାଜୀ ଭାଷା, ବି ଓଡ଼ିଆ ଭାଷା, ସି ବଙ୍ଗଳା ଭାଷା, ଡି ଲିଖିତ ଭାଷା। ଏହାର କରେକ୍ଟ ଆନ୍ସର୍ ହେଇଯିବ 8 ନମ୍ବରର ଡି ଲିଖିତ ଭାଷା। ନେକ୍ସଟ କ୍ୱେଶ୍ଚନ୍, ଭାରତୀୟ ସମ୍ପ୍ରଦାୟ ଦ୍ୱାରା ସ୍ୱୀକୃତ ଭାଷାମାନଙ୍କ ମଧ୍ୟରୁ କେଉଁ ଭାଷା ସ୍ୱତନ୍ତ୍ର? ଏ ହିନ୍ଦୀ, ବି ବଙ୍ଗଳା, ସି ତେଲୁଗୁ, ଡି ଓଡ଼ିଆ। 9 ନମ୍ବରର କରେକ୍ଟ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଡି ଓଡ଼ିଆ। ନେକ୍ସଟ କ୍ୱେଶ୍ଚନ୍, ମନୁଷ୍ୟ କି ପ୍ରକାର ପ୍ରାଣୀ? ଜୀବନ୍ତ, ସାମାଜିକ, ଶିକ୍ଷିତ, ଦ୍ୱିପଦ ବିଶିଷ୍ଟ। 10 ନମ୍ବର କରେକ୍ଟ ଆନ୍ସର୍ ହେଇଯିବ ସାମାଜିକ। ମନୁଷ୍ୟ ଏକ ସାମାଜିକ ପ୍ରାଣୀ। ମାତୃଭୂମି ଓ ମାତୃଭାଷା ପ୍ରତି ମମତା ନଥିବା ଲୋକକୁ କ'ଣ କୁହାଯିବ? ଅପସନ୍ ନମ୍ବର ଏ କବି, ବି ଜ୍ଞାନୀ, ସି ଅଜ୍ଞାନ, ଡି ବିଦେଶୀ। ଏହାର କରେକ୍ଟ ଅପସନ୍ ହେଇଯିବ ଅପସନ୍ ନମ୍ବର ସି ଅଜ୍ଞାନ। ମାତୃଭୂମି ମାତୃଭାଷା ପ୍ରତି ମମତା ନଥିବା ଲୋକକୁ ଅଜ୍ଞାନ ବୋଲି କୁହାଯାଏ। ନେକ୍ସଟ କ୍ୱେଶ୍ଚନ୍ 12 ନମ୍ବର, ମାତୃଭାଷାର ବିକାଶ ତଥା ଉଚ୍ଚମାନର ଶିକ୍ଷା ଦ୍ୱାରା କାହାର ବିକାଶ ସମ୍ଭବ ହେବ? ଅପସନ୍ ନମ୍ବର ଏ ପୁରାଣର, ବି ସାହିତ୍ୟର, ସି ବିଜ୍ଞାନର, ଡି ସଂସ୍କୃତିର। 12 ନମ୍ବରର କରେକ୍ଟ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଡି ସଂସ୍କୃତିର। 13 ନମ୍ବର, ସରଳ ଓ ମନଛୁଆଁ ପଦ୍ୟ ପ୍ରତି ଶିଶୁମାନଙ୍କୁ ଆକୃଷ୍ଟ କଲେ ସେମାନଙ୍କର କେଉଁ ଦକ୍ଷତା ବୃଦ୍ଧି ପାଏ? ପଠନ, ଲିଖନ, ଶ୍ରବଣ, ଗାୟନ। ଏହାର କରେକ୍ଟ ଆନ୍ସର୍ ହେଇଯିବ ଶ୍ରବଣ।
ସରଳ ଓ ମନଛୁଆଁ ପଦ୍ୟ ପ୍ରତି ଶିଶୁମାନଙ୍କୁ ଆକୃଷ୍ଟ କଲେ ସେମାନଙ୍କର ଶ୍ରବଣ ଦକ୍ଷତା ବୃଦ୍ଧି ପାଏ। ସେମାନେ ଫାଷ୍ଟରୁ ଶୁଣି ଶୁଣିକରି ମନେ ରଖିଥାନ୍ତି। ଛୋଟ ଛୋଟ ଛୁଆମାନେ ବହୁତ କିଛି ରାହିମ୍ ଜାଣିଥାନ୍ତି, ଗୀତମାନେ ଜାଣିଥାନ୍ତି କ'ଣ ଶୁଣି ଶୁଣିକରି। ସେଇଥିପାଇଁ LSRWରେ ଲିସନିଂ ପ୍ରଥମେ ଶ୍ରବଣ ମଧ୍ୟ ରହିଛି। ନେକ୍ସଟ କ୍ୱେଶ୍ଚନ୍ 14 ଶିଶୁମାନଙ୍କୁ ନାନା ବିଷୟରେ ପ୍ରଶ୍ନ କଲେ ସେମାନଙ୍କର କେଉଁ ଦକ୍ଷତା ବୃଦ୍ଧି ପାଏ? 14 ନମ୍ବରର କରେକ୍ଟ ଆନ୍ସର୍ କ'ଣ ହେଇଯିବ? ଲିଖନ, ଗାୟନ, ଶ୍ରବଣ, କଥନ। ଅପସନ୍ ନମ୍ବର ଡି ହେଇଯିବ କରେକ୍ଟ ଆନ୍ସର୍। କଥନ, ସେଇଥିପାଇଁ ଛୋଟ ପିଲାମାନଙ୍କ ସହିତ କଥା ହେଉଥାନ୍ତି ଲୋକେ। ନେକ୍ସଟ କ୍ୱେଶ୍ଚନ୍ 15 ଓଡ଼ିଆ ଭାଷା ଶିକ୍ଷାର କେତୋଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିଛି? 2ଟି, 4ଟି, 8ଟି, 12ଟି। ଏହାର କରେକ୍ଟ ଆନ୍ସର୍ ହେଇଯିବ 15 ନମ୍ବର ଅପସନ୍ ନମ୍ବର ବି 4ଟି। ନେକ୍ସଟ କ୍ୱେଶ୍ଚନ୍ 16 କେଉଁ ଜ୍ଞାନ ଲାଭ ପରେ ବିଦ୍ୟାର୍ଥୀ ପଠନ ଓ ଲିଖନ କରେ? ଶ୍ରବଣ ଜ୍ଞାନ, ପଠନ ଜ୍ଞାନ, ବର୍ଣ୍ଣ ଜ୍ଞାନ, ଲିଖନ ଜ୍ଞାନ। ଏହାର କରେକ୍ଟ ଆନ୍ସର୍ ହେଇଯିବ 16ର ଅପସନ୍ ନମ୍ବର ସି। ନେକ୍ସଟ କ୍ୱେଶ୍ଚନ୍ ମାତୃଭାଷା ଭାବେ ଓଡ଼ିଆକୁ ଶିକ୍ଷା ଦେବା ବେଳେ କାହାକୁ ପ୍ରମୁଖ ଅବଲମ୍ବନ ରୂପେ ଗ୍ରହଣ କରିବାକୁ ହୁଏ? ଏ ସାହିତ୍ୟକୁ, ବି ଇତିହାସକୁ, ସି ପାଠ୍ୟପୁସ୍ତକକୁ, ଡି ପୁରାଣ ପୁସ୍ତକକୁ। 17 ନମ୍ବର କରେକ୍ଟ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ସି ପାଠ୍ୟପୁସ୍ତକକୁ। ନେକ୍ସଟ କ୍ୱେଶ୍ଚନ୍ କେଉଁ ଶିକ୍ଷାଦାନ ଓଡ଼ିଆ ଭାଷା ଶିକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ? 18 ନମ୍ବର ଏ ଗଦ୍ୟ ଶିକ୍ଷାଦାନ, ବି ପଦ୍ୟ ଶିକ୍ଷାଦାନ, ସି ବ୍ୟାକରଣ ଶିକ୍ଷାଦାନ, ରଚନା ଲିଖନ ଶିକ୍ଷାଦାନ। ଓଡ଼ିଆ ଭାଷା ଶିକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ କ'ଣ ହେଇଯିବ? 18 ନମ୍ବର ଅପସନ୍ ନମ୍ବର ସି ବ୍ୟାକରଣ ଜ୍ଞାନ ଯଦି ଅଛି ତାହେଲେ ବ୍ୟାକରଣ ଶିକ୍ଷାଦାନ ହେଉଛି ଗୁରୁତ୍ୱପୂର୍ଣ୍ଣ ବିଭାଗ। ବ୍ୟାକରଣ ଶିକ୍ଷାଦାନ ଯଦି ଅଛି ତାହେଲେ ଓଡ଼ିଆ ଭାଷା ବି ଶୁଦ୍ଧ ହେବ। କ୍ୱେଶ୍ଚନ୍ ନମ୍ବର 19 ଶିକ୍ଷାଦାନ ଓ ଶିକ୍ଷା ଗ୍ରହଣ ପ୍ରକ୍ରିୟାରେ କେଉଁ ପୁସ୍ତକ ଅପରିହାର୍ଯ୍ୟ? ଏ ପାଠ୍ୟପୁସ୍ତକ, ବି ସାହିତ୍ୟ ପୁସ୍ତକ, ସି ବିଜ୍ଞାନ ପୁସ୍ତକ, ଡି ପୁରାଣ ପୁସ୍ତକ। 19 ନମ୍ବର କରେକ୍ଟ ଆନ୍ସର୍ ହେଇଯିବ ଏ ପାଠ୍ୟପୁସ୍ତକ। ନେକ୍ସଟ କ୍ୱେଶ୍ଚନ୍ 20 ଜ୍ଞାନ ରାଜ୍ୟର ଦ୍ୱାର କିଏ? ଅପସନ୍ ନମ୍ବର ଏ ଶବ୍ଦ, ବି ଭାଷା, ସି ପୁସ୍ତକ, ଡି ପରୀକ୍ଷା। ଏହାର କରେକ୍ଟ ଆନ୍ସର୍ ହେଇଯିବ 20ର ଅପସନ୍ ନମ୍ବର ସି ପୁସ୍ତକ। ନେକ୍ସଟ କ୍ୱେଶ୍ଚନ୍ ଦେଖିବା 21 ସବୁ ପ୍ରକ୍ରିୟା ଅସଫଳ ହେଲେ କେଉଁ ବିଧି ପ୍ରୟୋଗ କରାଯାଏ? 21 ନମ୍ବର ହେଲା ସବୁ ପ୍ରକ୍ରିୟା ଅସଫଳ ହେଲେ କେଉଁ ବିଧି ପ୍ରୟୋଗ କରାଯାଏ? ଅପସନ୍ ନମ୍ବର ଏ ଉଦ୍ବୋଧ ବିଧି, ବି ପ୍ରବଚନ ବିଧି, ସି ସ୍ପଷ୍ଟୀକରଣ ବିଧି, ଡି ଏମାନଙ୍କ ମଧ୍ୟରୁ କୌଣସିଟି ନୁହେଁ। 21 ନମ୍ବର କରେକ୍ଟ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି ପ୍ରବଚନ ବିଧି। 22 ନମ୍ବର ନିମ୍ନଲିଖିତ ମଧ୍ୟରୁ କେଉଁଟି ବିଦ୍ୟାର୍ଥୀମାନଙ୍କ ପାଇଁ ଜ୍ଞାନାତ୍ମକ ଅଟେ? ଅପସନ୍ ନମ୍ବର ଏ ବିଦ୍ୟାର୍ଥୀମାନଙ୍କୁ ଶବ୍ଦ, ସୂକ୍ତି, ଲୋକାକ୍ତି ଆଦିର ଜ୍ଞାନ କରାଇବା, ବି ବିଦ୍ୟାର୍ଥୀମାନଙ୍କୁ ବିଭିନ୍ନ ଲେଖନ ଶ୍ରେଣୀର ଜ୍ଞାନ ପ୍ରଦାନ କରାଇବା, ସି ବିଦ୍ୟାର୍ଥୀମାନଙ୍କୁ ସାଂସ୍କୃତିକ, ପୌରାଣିକ, ଧାର୍ମିକ ବିଷୟ ସମ୍ବନ୍ଧରେ ଅବଗତ କରାଇବା, ଡି ଉପରୋକ୍ତ ସମସ୍ତ। ଏହାର କରେକ୍ଟ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଡି ଉପରୋକ୍ତ ସମସ୍ତ। ନେକ୍ସଟ କ୍ୱେଶ୍ଚନ୍ 23ର ନିମ୍ନୋକ୍ତ ମଧ୍ୟରୁ କେଉଁ ବିଶିଷ୍ଟ ଗୁଣ ଶିକ୍ଷକମାନଙ୍କୁ ପ୍ରେରଣା ଦେବାରେ ସହାୟକ ହୋଇଥାଏ? ଏ ବ୍ୟାବହାରିକ କୁଶଳତା, ବି ଉତ୍ତମ ଶିକ୍ଷଣ ବିଧିର ଜ୍ଞାନ, ସି ପ୍ରଭାବଶାଳୀ ବ୍ୟକ୍ତିତ୍ୱ, ଡି ଶୈକ୍ଷିକ ସହ ଶୈକ୍ଷିକ କ୍ରିୟାରେ ରୁଚି। 23 ନମ୍ବର କରେକ୍ଟ ଆନ୍ସର୍ କ'ଣ ହେବ? ଅପସନ୍ ନମ୍ବର ସି ପ୍ରଭାବଶାଳୀ ବ୍ୟକ୍ତିତ୍ୱ। ନେକ୍ସଟ କ୍ୱେଶ୍ଚନ୍ କବିତା ଶିକ୍ଷାର ମୁଖ୍ୟ ଉଦ୍ଦେଶ୍ୟ? କବିତା ଶିକ୍ଷାର ମୁଖ୍ୟ ଉଦ୍ଦେଶ୍ୟ ଏ ଭାବନାଗୁଡ଼ିକ ଅନୁଭୂତି ରହିତ ହେବା, ବି ଭାବନାର ଅନୁଭବ କରିବା, ସି ଆନନ୍ଦର ସଞ୍ଚାର କରିବା, ଡି ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ। 24 ନମ୍ବର କରେକ୍ଟ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି ଭାବନାର ଅନୁଭବ କରିବା। ନେକ୍ସଟ କ୍ୱେଶ୍ଚନ୍ 25 ଶୈଳୀ ଓ ଉଦ୍ଦେଶ୍ୟ ଦୃଷ୍ଟିରେ କାହାଣୀର ପ୍ରକାର ରୂପ?
25 ऑप्शन नंबर ए धार्मिक सामाजिक और ऐतिहासिक कहानी, बी चरित्र प्रधान एवं समस्यात्मक कहानी, सी घटना बहुल कहानी, डी उपरोक्त समस्त। 25 नंबर करेक्ट आंसर है ऑप्शन नंबर डी उपरोक्त समस्त। नेक्स्ट क्वेश्चन 26 नंबर क्वेश्चन कौन अच्छी निम्न प्राथमिक स्तर रे पठन करा जाउथबा भाषाटी डेक्स राष्ट्रीय भाषा, मातृभाषा, आधुनिक भाषा, विदेशी भाषा। 26 नंबर करेक्ट आंसर है ऑप्शन नंबर बी मातृभाषा। 27 निम्नोक्त मध्यरु केउ विधि रचना शिक्षार विधि नुहे। 27 ऑप्शन नंबर ए चित्र रचना विधि, बी शब्द प्रधान विधि, सी सूत्र विधि, डी खेल विधि। यार करेक्ट आंसर है ऑप्शन नंबर सी सूत्र विधि। नेक्स्ट क्वेश्चन 28 माध्यमिक स्तर रे कविता शिक्षा प्रणाली। ऑप्शन नंबर ए अर्थबोध, बी गीत, सी व्याख्या, डी उद्दीपन। यार करेक्ट आंसर है 28 नंबर ऑप्शन नंबर सी व्याख्या। माध्यमिक स्तर रे कविता शिक्षा प्रणाली व्याख्या द्वारा पिलामानंकु बुझेइबा उचित। विद्यालय रे ओडिया मातृभाषार प्रमुख भूमिका। ऑप्शन नंबर ए विद्यालय समन्वय योजना प्रभारी, बी गृह कार्य जांच प्रभारी, सी शैक्षिक और सहशैक्षिक कार्यर आयोजन प्रभारी, डी उपरोक्त समस्त। 29 नंबर करेक्ट आंसर है ऑप्शन नंबर ए विद्यालय समन्वय योजना प्रभारी मातृभाषार प्रमुख भूमिका नहीं थांती। नेक्स्ट 30 नंबर क्वेश्चन उद्देश्यमूलक मूल्यांकनर विशेषता। ए वस्तुनिष्ठता और विभेदकारी, बी व्यापकता और व्यवहारिकता, सी विश्वसनीयता और वैधता, डी उपरोक्त सबू ठीक। 30 नंबर करेक्ट आंसर हो गला ऑप्शन नंबर डी उपरोक्त सबू ठीक। समस्तंकु धन्यवाद।